ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଚାଲନ୍ତୁ ମୁଁ ଜଣେଇବି ମୁଁ ମୋ ଡୁଡୁଲ ପାଇଁ ଘରେ କେମିତି ଛତୁଆ ବନାଏ ଆଉ କଣ କଣ ପକେଇକି ବନାଏ ଛତୁଆକୁ। ମୁଁ ଦେଖନ୍ତୁ ଏଇଠି ବହୁତ କମ ଆଇଟମ ରଖିଛି, ଚୁଡା ରଖିଛି, ସୋଲା ବୁଟ ରଖିଛି, ଏଇଠି ରଖିଛି ମୁଁ ଆଲମଣ୍ଡ ରଖିଛି, ତା ସହିତ ଆଉ କାଜୁ ବି କିଛି ନେଇଛି, ଏଠି ଚିନାବାଦାମ ବି ନେଇଛି, ଆଉ ସବୁଠୁ ମେନ୍ ଜିନିଷ ହେଲା ଏଠି ମୁଁ 50 ଗ୍ରାମର ତାଳ ମିଶ୍ରି ନେଇଛି। ଆପଣ ମାନେ ଦେଖିକି ଭାବୁଥିବେ ଯେ ଏତେ କମ ଆଇଟମ କାହିଁକି ରଖିଛି, ଏ କମ ଆଇଟମ କାହିଁକି ଛତୁଆ ବନଉଛି ସେଇଟା ଆପଣ ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚୟ ଜାଣିପାରିବେ। ମୁଁ ଏଠି ଯାହା ଯାହା ସବୁ ରଖିଥିଲି ସବୁ ଛତୁଆ ପାଇଁ ସବୁ ଲୋ ଫ୍ଲେମ୍ରେ ଟିକେ ଭାଜିଦେବି। ପିଲାଙ୍କୁ ଯେହେତୁ ଚିନି ଦବା କଥା ନୁହଁ, ସେଇଥିପାଇଁ ମୁଁ ଚିନି ବଦଳରେ ତାଳ ମିଶ୍ରି ନେଇଛି, ତାଙ୍କ ପାଟିକୁ ବି ଭଲ ଲାଗିବ ଆଉ ତା ସହିତ ପେଟ ବି ଥଣ୍ଡା ରଖିବ। ଏଇଠି ସବୁତକ ଇନଗ୍ରେଡିଏଣ୍ଟ ମୁଁ ଭଲ ଭାବରେ ଭାଜି ଦଉଛି ଲାଲ ଲାଲ କରିକି, ଆଉ ଏଇଠି ଥଣ୍ଡା ହେଲା ପରେ ଗ୍ରାଇଣ୍ଡିଙ୍ଗ କରିଦେବି ଆଉ ତା ସହିତ ଚଲେଇ ନେବି। ଆଉ ହଁ, ଆପଣମାନଙ୍କୁ ମୁଁ କହୁଥିଲି ନା ଏତେ କମ ଆଇଟମରେ କାହିଁକି ଛତୁଆ ବନଉଛି। ଡୁଡୁଲ ଯେତେବେଳେ ସାନ ଥିଲା ସେତେବେଳେ ମୁଁ ସବୁ ପ୍ରକାର ଜିନିଷରେ ଛତୁଆ ବନଉଥିଲି, ଗହମ, ମୁଗ, ବୁଟ, ଚୁଡା, ମଖନା, କାଜୁ, ଆଲମଣ୍ଡ, ବାଦାମ ଯାହା ଯାହା ସବୁ ପଡେ। ଆଉ ଯେତେବେଳେ ସେ ଟେଷ୍ଟ ଜାଣି ପାରୁନଥିଲା ସେ ଖାଇ ଦଉଥିଲା। ଏବେ ଯେହେତୁ ବଡ ହେଇଗଲାଣି ସେ ସବୁ ତାକୁ ଟେଷ୍ଟ ଜଣା, ସେ ଜାଣିପାରୁଛି ଆଉ ତାକୁ ଭଲ ଲାଗୁନି ସବୁ ମିଶେଇକି ଦେଲା ବେଳକୁ। ସେଇଥିପାଇଁ ମୁଁ ଅଳ୍ପ ଆଇଟମରେ ଛତୁଆ ବନେଇ ଦଉଛି ତା ପାଇଁ। ମୁଁ ଏଠି 10-15 ଦିନ ପାଇଁ ତାର ଛତୁଆ ବନେଇଛି, କାହିଁକି ନା ବର୍ଷା ଦିନ ଯେହେତୁ ଆସିଲାଣି ବହୁତ ଦିନ ପର୍ଯ୍ୟନ୍ତ ଛତୁଆ ରୁହେନି। ମୋର ତ ଛତୁଆ ରେଡି ହେଇଗଲା। ଆପଣ ମାନେ ପିଲାମାନଙ୍କ ପାଇଁ କେମିତି ଛତୁଆ ବନାନ୍ତି କମେଣ୍ଟରେ ନିଶ୍ଚିତ କହିବେ। ରହିଲି, ଜୟ ଜଗନ୍ନାଥ। ସବସ୍କ୍ରାଇବ କରିଦେବେ।